ଯୁଗଳ କିଶୋର ମହାନ୍ତ ଚାକିରି କରୁଥିଲି। ମୋର 8 ଏକର ଚାଷ ଜମିରେ ମୁଁ ଚାଷ ଜମିରୁ ମୁଁ 90,000 ଟଙ୍କା ବର୍ଷକୁ ଧାନ ବିକ୍ରି କରୁଥିଲି। ଅବସର ନେଲା ପରେ ମୁଁ ଫାର୍ମର ଫାର୍ଷ୍ଟ ପ୍ରୋଜେକ୍ଟ ଅଧୀନରେ ଟ୍ରେନିଂ ନେଇ ମୁଁ ଗୋପାଳନ ଆଉ ଉନ୍ନତ କିସମର ବ୍ରଏଲର ଚାଷ କରିବା ପାଇଁ ଆଗ୍ରହ ବଢ଼ିଲା। ତାପରେ ଯେଉଁଥିରେ ମୁଁ ଗାଈ ଶଙ୍କର ଜାତୀୟ ହଲଷ୍ଟିନ୍ 2ଟି, ସାଇୱାଲ 2ଟି ଏବଂ ଜର୍ସି 6ଟି ରଖିଛି। ପ୍ରତ୍ୟେକ ଦିନ ମୁଁ 90 ଲିଟର କ୍ଷୀର ବିକ୍ରି କରୁଛି। ତାପରେ ବ୍ରଏଲର ଫାର୍ମରେ ମୁଁ ବର୍ଷକୁ 4 ଥର ଛାଡ଼ୁଛି, 4,000 ଲେଖାଏଁ। ସେଥିରେ ମଧ୍ୟ ମୁଁ ଭଲ ପଇସା ପାଉଛି। ତା ସହିତ କ୍ରପ୍ ରୋଟେସନ୍ ଓ ଡାଇଭର୍ସିଫିକେସନ୍ କରି ସ୍ପ୍ରିଙ୍କଲର ମାଧ୍ୟମରେ ପନିପରିବା ଚାଷ କରି ଭଲ 2 ପଇସା ରୋଜଗାର କରିପାରୁଛି। ଗୋପାଳନ, ବ୍ରଏଲର ଫାର୍ମ, ଧାନ ଚାଷ ଓ ପନିପରିବା ଚାଷ କରି ମୁଁ ବର୍ଷକୁ 8ରୁ 9 ଲକ୍ଷ ଟଙ୍କା ପାଉଛି। ମୁଁ ଏଥିରୁ ଯେଉଁ ଜ୍ଞାନ କୌଶଳ ପାଇଛି ସେଥିରୁ ମୋର ଅନ୍ୟ ଚାଷୀ ଭାଇମାନଙ୍କୁ ମୁଁ ସେୟାର କରୁଛି। ସେଥିପାଇଁ ଫାର୍ମର ଫାର୍ଷ୍ଟ ପ୍ରୋଜେକ୍ଟ ଓ ବୈଜ୍ଞାନିକମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି।